ସ୍ୱାମୀ ମୋର କାଲି ସନ୍ଧ୍ୟାରେ ନଡ଼ା ଛତୁ ଆଣିକି କହିଲେ କରିଦେ ବୋଲି। ମୁଁ କହିଲି ମୁଁ ଏ ରାତିରେ ପାରିବିନି, ତ ତାକୁ ସକାଳୁ କ'ଣ କରିଛି ନା ଧୋଇ ଦେଇକି ହଳଦୀ ପାଣିରେ ବତୁରେଇ ଦେଇଥିଲି। ସେଇ ଭିତରେ କଢ଼େଇରେ ତେଲ ଗରମ କରିକି ଜିରା ଆଉ ଲମ୍ବା ଲମ୍ବା କାଟିଥିବା ପିଆଜକୁ ମୁଁ ପକାଇଦେଲି। ତା ଉପରେ ପକାଇ ଦେଇଛି ସ୍ୱାଦ ମୁତାବକ ଲୁଣ। ଟିକେ ଭାଜିଗଲା ପରେ ପକାଇ ଦେଇଛି ଅଦା ରସୁଣ ପେଷ୍ଟ। ତାକୁ ବେଶୀ ସମୟ ଭଜା ହେବନି ମସଲା, କାରଣ ଛତୁ ମସଲା ଭଜା କରିବା ପାଇଁ ଛତୁଟା ମସଲା ସହିତ ବି ଭାଜି ହେବ ଭଲ। ତା ଦେହରେ ପକାଇ ଦେଇଛି ମୁଁ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ବେଶୀ କିଛି ମସଲା ପଡ଼ିବନି ଆଉ ୟା ଦେହରେ। ତାକୁ ଭଲ ଭାବରେ ଭାଜିଦେଲା ପରେ ଦେଖନ୍ତୁ ମସଲା ଆମର ରେଡ଼ି ହେଇଛି। ତା ଉପରେ ଛତୁକୁ ଚିପୁଡ଼ି ଦେଇଛି ପାଣିରୁ, ତାକୁ ଦେଇଦେଇଛି ଏବେ କଡ଼େଇରେ। ତାକୁ ଭଲ ଭାବରେ ମିଶାଇ ନେବା, ଜୋର ଆଞ୍ଚରେ ମିଶାଇବା ଏବେ, ଆଉ ଆଞ୍ଚ କମ୍ କରିବାନି ଯେମିତି ପାଣିଟା ତା'ର ବାହାରିବ। ଏଇ ଟାଇମ୍ରେ ତାକୁ ଢାଙ୍କି ଦେବା 7 ମିନିଟ୍ ଖଣ୍ଡେ। ଦେଖନ୍ତୁ ପାଣି ଆମର ବାହାରି ଆସିଛି। ଏବେ ଆଉ ଢାଙ୍କିବା ଦରକାର ନାହିଁ, ମିଡ଼ିୟମ୍ ଆଞ୍ଚରେ ଆକୁ ଭାଜିବେ, ପାଣିକୁ ମରିବେ, ଛତୁ ଆମର ଭଜା ହେଇଯିବ। ଛତୁ ମସଲା ଭଜା ପୁରା ରେଡ଼ି ହେଇଗଲାଣି ଦେଖନ୍ତୁ। ବହୁତ ଟେଷ୍ଟ ଲାଗିବ, ଘରେ ଥରେ ଟ୍ରାଏ କରନ୍ତୁ। ମୋତେ କମେଣ୍ଟ ନିଶ୍ଚୟ ଜଣାଇବେ କେମିତି ଲାଗିଲା ବୋଲି। ମୋ ସ୍ୱାମୀ ତ କହିଲେ ବହୁତ ଟେଷ୍ଟ ଲାଗିଲା ବୋଲି। ଆପଣ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ବାଏ ବାଏ।